ସାଙ୍ଗମାନେ ଆଜିର ଦିନରେ ଠାକୁର ପୂଜାର ଆରମ୍ଭ କରିବା। ତ ଏଠି ମମି ଠାକୁର ପୂଜା କରିନେଉଛନ୍ତି। ତାପରେ ମୁଁ ପଳେଇଲି ଛାତ ଉପରକୁ ଲୁଗା ଶୁଖେଇବା ପାଇଁ। ଲୁଗା ଶୁଖେଇ ସାରିକି ପଳେଇ ଆସିଲି ତଳକୁ। ଆଉ ଏଠି ବନେଇଲି ମୁଁ ଉପମା। ତ ଏଠି ଉପମା ବନେଇ ସାରିଲି। ତ ସାଙ୍ଗମାନେ ଆଜି ହେଉଛି ଦାଣ୍ଡ ପହଁରା। ତ ଆମେମାନେ କିଛି ଭାତ ଖାଇବୁନି। ତ ଏଠି ପରଟା ଆମ ପାଇଁ ମୋ ଯା ଏଠି ପରଟା କରୁଥିଲେ। ତାପରେ ମୁଁ ପଳେଇ ଆସିଲି ଖାଇବା ପାଇଁ। ଆଉ ଏଠି ଦେଖନ୍ତୁ ମୋ ରୁଟି ଆଉ କାଲିର ସନ୍ତୁଳା ଥିଲା। ଆଉ ଏଇ ଯୋଉଟା ଦେଖୁଛନ୍ତି ଏଇଟା ହେଉଛି ଯୋଉ ମାଣବସା ପାଇଁ ମୁଗ ପୁର ହେଇଥିଲା, ସେଇଟା କିଛି ଅଳ୍ପ ବଞ୍ଚି ଯାଇଥିଲା। ତ ସେଇଥିରୁ ମୁଁ ଯୋଡ଼ିଏ ଆଣିକି ଖାଇନେଲି। ତ ତାପରେ ପଳେଇ ଆସିଲି। ଏଇଠି ଆସିଥିଲେ ଜଣେ ଚୁଟି ବେପାରୀ। ସାଙ୍ଗମାନେ ବହୁତ ଦିନରୁ ସଞ୍ଚି ରଖିଥିବା ଚୁଟିକୁ ଆଜି ହିଁ ଦେବାକୁ ପଡ଼ିଲା। ତ ମୁଁ ଭାଇଙ୍କୁ ପଚାରିଲି, ଭାଇ ଚୁଟି ରେଟ୍ କେତେ? ନା 6000। ତ ସାଙ୍ଗମାନେ ଦେଖିଲା ବେଳକୁ ମୋତେ 60 ଟଙ୍କା ଦେଲେ। ମୁଁ ଭାବିଥିଲି ବହୁତ ଟଙ୍କା ହେବ ବୋଲି। କ'ଣ କରିବି, ଲାଷ୍ଟକୁ ଭାଇ କହିଲେ ନେ ତୋ ଝିଅ କୁରକୁରି ଖାଇବ, 5 ଟଙ୍କା ରଖିଦେ। ଆଉ ଏପଟେ ମୁଁ ବସେଇ ଦେଇଥିଲି ମୂଳା ଭଜା ଆଉ ଡାଲମା। ତ ଆଜି ପୁରା ସାଧା, ଯେହେତୁ ଆମେମାନେ ଖାଇବୁନି ତ ବାପା ହେରିକାଙ୍କ ପାଇଁ ସାଧା କରିନେଇଥିଲି। ଆଉ ଏଇଠି ଦେଖନ୍ତୁ ବୋଉ ଆଜି ଯେହେତୁ ଦାଣ୍ଡ ପହଁରା, ସେ ଏଇଠି କ'ଣ କରୁଛନ୍ତି ନା ଏଇଟା ପୋଇ ଖଡ଼ୁ କହୁଛନ୍ତି, ପୋଇ ଖଡ଼ୁ ଆଉ ଦାଣ୍ଡ ପହଁରା ଗଛ। ଆଉ ଏଠି ହେଉଛି ଶୁଖୁଆ ବୋଉ।